କାହିଁକି ସମସ୍ତଙ୍କୁ 30 ଦିନର ଦରମା ମିଳେ? କେମିତି କରାଯାଏ ଦରମାର ହିସାବ? ଆସନ୍ତୁ ବୁଝିବା ଏହାର ପୁରା ଗଣିତ। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଚାକିରି କରିଥିବା ଲୋକଙ୍କ ପାଇଁ ଦରମା ହେଉଛି ସେମାନଙ୍କର ସବୁଠାରୁ ବଡ଼ ପ୍ରେରଣା। ପ୍ରତ୍ୟେକ କର୍ମଚାରୀ ପ୍ରତି ମାସରେ କେବଳ ଦରମା ପାଇଁ କାମ କରନ୍ତି ଏବଂ ଯେତେବେଳେ ମାସର ଶେଷ ଦିନରେ ଅର୍ଥାତ୍ 30 ତାରିଖରେ ଦରମା ଜମା ହୁଏ ସେତେବେଳେ ଖୁସିର ସୀମା ନଥାଏ। ତଥାପି ଆପଣ କେବେ ଭାବିଛନ୍ତି କି ଦରମା କେବଳ 30 ଦିନରେ କାହିଁକି ଆସେ? କିଛି ମାସରେ 31 ଦିନ ମଧ୍ୟ ଥାଏ। ସେହି ସମୟରେ ଫେବୃଆରୀ ମାସରେ ମଧ୍ୟ 28 କିମ୍ବା 29 ଦିନ ଥାଏ। ଏହା ସତ୍ତ୍ୱେ ଆମେ ମାତ୍ର 30 ଦିନର ଦରମା ପାଉଛୁ। ପ୍ରକୃତରେ ଯେକୌଣସି କର୍ମଚାରୀଙ୍କ ମାସିକ ଦରମା ଗଣନା କରିବା ପାଇଁ ଏକ ମାନକ ପଦ୍ଧତି ବ୍ୟବହୃତ ହୁଏ, ଯେଉଁଥିରେ ମାସକୁ 30 ଦିନର ହିସାବରେ ଦରମା ଗଣନା କରାଯାଏ। ଦରମା ଗଣନାକୁ ସହଜ କରିବା ପାଇଁ ଏହି ନିୟମ କରାଯାଇଛି। କିଛି ମାସରେ 31 ଦିନ ଥାଏ କିନ୍ତୁ କର୍ମଚାରୀମାନଙ୍କୁ କେବଳ 30 ଦିନର ଦରମା ମିଳିଥାଏ। ସେହିପରି ଯଦିଓ ମାସରେ 28 କିମ୍ବା 29 ଦିନ ଥାଏ, କମ୍ପାନୀ ଆପଣଙ୍କୁ 30 ଦିନର ଦରମା ଆକାରରେ ଟଙ୍କା ଦେଇଥାଏ। ଆପଣଙ୍କ ଦରମା ଗଣନା କରିବାରେ ଛୁଟି ଦିନଗୁଡ଼ିକୁ ମଧ୍ୟ ଗଣନା କରାଯାଏ। ଏହାର ଅର୍ଥ ହେଉଛି ଗୋଟିଏ ମାସରେ 4 କିମ୍ବା 5ଟି ରବିବାର ଏବଂ ଏହା ବ୍ୟତୀତ ଆପଣଙ୍କର ଅନ୍ୟ ସପ୍ତାହର ଛୁଟି ମଧ୍ୟ ଦରମାରେ ଗଣନା କରାଯାଏ। ଏଥିପାଇଁ କମ୍ପାନୀ ଟଙ୍କା କାଟେ ନାହିଁ। 30 ଦିନର ଦରମା ଗଣନା କରିବା ପାଇଁ ଏକ ଆଇନଗତ ନିୟମ ମଧ୍ୟ ଅଛି, ଯାହା ଅନୁଯାୟୀ ଗ୍ରାଚ୍ୟୁଟି ଗଣନା କରାଯାଏ। ପ୍ରକୃତରେ କହିବାକୁ ଗଲେ ଗ୍ରାଚ୍ୟୁଟି ଗଣନା କରିବା ସମୟରେ 30 ଦିନର ମାସରେ 26 କାର୍ଯ୍ୟ ଦିବସକୁ ବିଚାରକୁ ନେଇ କର୍ମଚାରୀଙ୍କୁ ହାରାହାରି 15 ଦିନ ନେଇ ଦରମା ଦିଆଯାଏ। ଗ୍ରାଚ୍ୟୁଟି ଗଣନା କରିବା ପାଇଁ ବ୍ୟବହୃତ ସୂତ୍ର ହେଉଛି 15 ଗୁଣନ ପୂର୍ବ ଦରମା ଗୁଣନ କାର୍ଯ୍ୟ ଅବଧି ହରଣ 26। ଅର୍ଥାତ୍ ଏହି ସୂତ୍ରରେ 30 ଦିନର ଏକ ମାସ ଧରି କର୍ମଚାରୀଙ୍କୁ ହାରାହାରି 15 ଦିନର ଦରମା ଆଧାରରେ ଦରମା ଦିଆଯାଏ। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।